ଆଜି ରାତି 9:57 ଲାଗିବାକୁ ଯାଉଛି ବିରଳ ଚନ୍ଦ୍ରଗ୍ରହଣ। ଏହା ହେଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଗ୍ରହଣ ମାନେ ଆଜି ଭାଦ୍ରପଦ ଶୁକ୍ଳ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାଇ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଲୁଚି ରହିବ। ଯେତେବେଳେ ସୂର୍ଯ୍ୟ କିରଣ ପୃଥିବୀର ବାୟୁମଣ୍ଡଳ ସହିତ ଧକ୍କା ହୋଇ ଚନ୍ଦ୍ର ଉପରେ ପଡ଼େ, କେବଳ ଚନ୍ଦ୍ରର ସେହି ଅଂଶ ଚମକଦାର ଦେଖାଯାଏ ବା ଆଲୋକିତ ଦେଖାଯାଏ। ଏହି କାରଣରୁ ଚନ୍ଦ୍ର ଲାଲ ଦେଖାଯାଏ, ଆଉ ଏହାକୁ ରକ୍ତ ଚନ୍ଦ୍ର ବା ବ୍ଲଡ୍ ମୁନ୍ କୁହନ୍ତି। 2025 ମସିହା ମାନେ ଚଳିତ ବର୍ଷ ଭାରତରେ ଏହା ହେବ ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। 9:57 ଏହା ଆରମ୍ଭ ହୋଇ ରାତି 1:26 ଏହା ସରିବ। ଭାରତରେ ଏହି ଗ୍ରହଣର ମୋଟ ଅବଧି 3 ଘଣ୍ଟା 28 ମିନିଟ୍ ଏବଂ 2 ସେକେଣ୍ଡ ରହିଛି। ଆଜି ରାତିରେ ଦେଖାଯିବ ବ୍ଲଡ୍ ମୁନ୍, ଲାଲ ରକ୍ତିମ ଦିଶିବ ଚନ୍ଦ୍ର। ଓଡ଼ିଶା ସମେତ ଭାରତରେ ଏହା ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ପୁନେ, ଲକ୍ଷ୍ନୌ, ବେଙ୍ଗାଲୁରୁ, ଚଣ୍ଡିଗଡ଼ ଓ ଦେଶର କିଛି ପ୍ରମୁଖ ସହରରେ ମଧ୍ୟ ଏହା ଦେଖାଯିବ। ତେବେ ରାତି 9:57 ଗ୍ରହଣ ସ୍ପର୍ଶ ହେବା ସହିତ ରାତି 11:01 ଆରମ୍ଭ ହେବ ପୂର୍ଣ୍ଣଗ୍ରାସ ଗ୍ରହଣ। ରାତି 11:42 ମଧ୍ୟ ଓ ରାତି 12:23 ପୂର୍ଣ୍ଣଗ୍ରାସ ଗ୍ରହଣ ସରିବ। ରାତି 1:27 ଗ୍ରହଣ ସର୍ବମୋକ୍ଷ ହେବ। ତେବେ ଏହି ଗ୍ରହଣ ସ୍ପର୍ଶର ଠିକ୍ 9 ଘଣ୍ଟା ପୂର୍ବରୁ ମାନେ ଆଜି ରବିବାର ଦିନ ଅପରାହ୍ନ 12:57 ଠାରୁ ପାକ ତ୍ୟାଗ ସହ ଦେବନୀତି ନିଷେଧ ହୋଇସାରିଛି। ଚନ୍ଦ୍ରଗ୍ରହଣ ଅବଧି ପ୍ରାୟ 3.5 ଘଣ୍ଟା ରହିବ। ପୂର୍ଣ୍ଣଗ୍ରହଣ 82 ମିନିଟ୍ ପାଇଁ ରହିବ। ତେବେ ଏହି ଚନ୍ଦ୍ରଗ୍ରହଣକୁ ଆପଣ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ଦୂରବୀକ୍ଷଣ ବା ଟେଲିସ୍କୋପ୍ ଚନ୍ଦ୍ରର ଗର୍ତ୍ତ ଓ ରଙ୍ଗର ବିବରଣୀ ଦେଖିବାରେ ଅଧିକ ମାତ୍ରାରେ ସାହାଯ୍ୟ କରିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏକ ବିରଳ ମହାଜାଗତିକ ଘଟଣା। ଏଥିରେ ପୃଥିବୀ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଆସି ଚନ୍ଦ୍ର ଉପରେ ନିଜର ଛାୟା ପକାଇଥାଏ। ଏହାଦ୍ୱାରା ଚନ୍ଦ୍ର ଗାଢ଼ ଲାଲ ବା ତାମ୍ର ବର୍ଣ୍ଣ ରଙ୍ଗରେ ଉଜ୍ଜ୍ୱଳ ହୁଏ। ଅନେକ ସଂସ୍କୃତିରେ ବ୍ଲଡ୍ ମୁନ୍ ପରିବର୍ତ୍ତନ ବା ରୂପାନ୍ତରଣର ପ୍ରତୀକ ଭାବେ ଦେଖାଯାଇଛି। ଯଦିଓ ବିଜ୍ଞାନ ଏହାର କାରଣକୁ ସ୍ପଷ୍ଟ କରିଛି, ତଥାପି ଅନେକ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଥାଏ। ଚନ୍ଦ୍ରଗ୍ରହଣ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ, ଏନେଇ ମତ ରଖିଛନ୍ତି ଜ୍ୟୋତିର୍ବିଦ। ଜ୍ୟୋତିର୍ବିଦଙ୍କ ମତ ଅନୁସାରେ ଏହା ହେବ ରାହୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଥିବାରୁ ଏହି ରାଶିର ଲୋକମାନେ ବିଶେଷ ଧ୍ୟାନ ଦେବା ଦରକାର। ଚନ୍ଦ୍ରଗ୍ରହଣର 3 ମାସ ପୂର୍ବରୁ ଓ ପରବର୍ତ୍ତୀ 3 ମାସ ଯାଏଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ମେଷ, ବୃଷ, ମିଥୁନ, ସିଂହ, ତୁଳା, ମକର ଓ କୁମ୍ଭ ରାଶିର ଲୋକମାନେ ଏହି ଗ୍ରହଣକୁ ଦେଖିପାରିବେ। ଅନ୍ୟ ରାଶିମାନଙ୍କ ପାଇଁ ଗ୍ରହଣ ଦେଖିବା ଅଶୁଭ ରହିଛି। ତେବେ ଚନ୍ଦ୍ରଗ୍ରହଣ ସମୟରେ ଆପଣ ଚନ୍ଦ୍ର ଏବଂ ରାହୁଙ୍କ ନିମିତ୍ତ ବୀଜ ମନ୍ତ୍ର ଯଦି ଜପ କରୁଛନ୍ତି, ତାହେଲେ ଏହା ଆପଣଙ୍କ ଜୀବନ ଉପରେ ଖୁବ୍ ଶୁଭ ଫଳ ପକାଇବ। ତେବେ ଏହା ବାଦ ବାଳକ, ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ପାଇଁ ଗ୍ରହଣ ନିମିତ୍ତ ନିୟମ ଲଙ୍ଘନୀୟ ରହିଛି।